ବର୍ତ୍ତମାନ କାଲି ଗତକାଲି ଜଗାଇ ମଧାଇ କେମିତି ସ୍ତୁତି କରିଥିଲେ ନିତ୍ୟାନନ୍ଦ ପ୍ରଭୁଙ୍କ ଚରଣରେ, ସେଟା ଟିକେ ମନନ କରି ଶ୍ରବଣ କରି ପୁଣି ଆଜି ଆମେ ଆଗ ଲୀଳା ଗୁଡ଼ାକ ବଢ଼ିବା। କାହିଁ କହିଲେ ଜୋତ୍ସ୍ନା ମାତାଜୀ? हरे कृष्ण प्रभु जी, जय जगन्नाथ। जगाई माधाई नित्यानंद प्रभु और महाप्रभुଙ୍କ कृपा प्राप्त हेबा परे भक्तिमय जीवन बिताइबाकू आरंभ कले। माधाई नित्यानंद प्रभुଙ୍କ कथा भाबी भाबी शोचनीय अवस्था होई गलानी। दिने नित्यानंद महाप्रभु एक निर्जन स्थान रे गंगा कूल रे माधाई को भेटिले। माधाई को हृदय रे अनुतापर अग्नि बढ़िबाकू लागिला। नित्यानंद प्रभु कहले, माधाई तुमे अनुतप्त करो नाही, मु तुमर सबु पाप को क्षमा करि देछि। माधाई दांतरे तृण धरी नित्यानंद प्रभुଙ୍କ चरण को प्रेम अश्रु जल रे धोई देउछंती। दुई हाथ जोड़ी प्रार्थना बा स्तुति करिबाकू लागिले। हे प्रभु अनंत शेषनाग रूपरे अनंत फणारे ए पृथ्वी को धरिछंती। शिव पार्वती सदाबेले आपणक हृदय रे ध्यान करंती। भगवानଙ୍କ सेवारे ଯେଉଁ ଶକ୍ତି ଆବଶ୍ୟକ ହୁଏ ତାହା ଆପଣ ପ୍ରଦାନ କରନ୍ତି। ଆପଣଙ୍କ କୃପାରୁ ଆଜି ଗରୁଡ଼ ମହାଶକ୍ତିଶାଳୀ ହୋଇଛନ୍ତି। ପ୍ରଭୁଙ୍କ ସେବକ ରୂପରେ ଭଗବାନ କୃଷ୍ଣଙ୍କୁ ବହନ କରି ଚାରିଆଡେ ଘୁରି ବୁଲନ୍ତି। ଆପଣ ଅନନ୍ତ ମୁଖରେ କୃଷ୍ଣଙ୍କର ଲୀଳାଗାନ କରୁଛନ୍ତି। ଆଧ୍ୟାତ୍ମିକ ମାର୍ଗରେ କିପରି ପ୍ରେମମୟୀ ସେବା କରିବାକୁ ହୁଏ ତାହା ଆପଣ ଶିକ୍ଷା ଦେଇଛନ୍ତି। ନାରଦ ସବୁବେଳେ ଆପଣଙ୍କ ଗୁଣଗାନ କୀର୍ତ୍ତନ କରନ୍ତି। ଆପଣ ଅଗଣିତ ମୁଖରେ ଆପଣ ମହାପ୍ରଭୁଙ୍କର ଗୁଣଗାନ ଏବେ ପର୍ଯ୍ୟନ୍ତ କରୁଛନ୍ତି। ଆପଣ ଭଗବାନଙ୍କର ଶଯ୍ୟା, ଆପଣ ତାଙ୍କ ଜୀବନର ସମ୍ପଦ। ପ୍ରଭୁଙ୍କ ସେବାରେ ଲାଗୁଥିବା ସବୁ ବାଦ୍ୟଯନ୍ତ୍ର ଯଥା ମୃଦଙ୍ଗ କରତାଳର ବିସ୍ତାରିତ ରୂପ। ଆପଣ ହେଉଛନ୍ତି ଜଗତ ପିତା, ମହାଯୋଗେଶ୍ୱର। ଆପଣ ନିଜେ ହିଁ ମହାଧନୁର୍ଦ୍ଧର ଲକ୍ଷ୍ମଣ। ଆପଣ ଚୈତନ୍ୟ ମହାପ୍ରଭୁଙ୍କ ଅତି ପ୍ରିୟ ସେବକ। ଆପଣଙ୍କ ସେବା କରି ମହାମାୟୀ ସେବା ପୂଜା ପାଉଛନ୍ତି। ଆପଣ ଶ୍ରୀ ଚୈତନ୍ୟଙ୍କ ବଡ଼ ଭକ୍ତ, ମହାପ୍ରଭୁଙ୍କ ଶକ୍ତି। ଆପଣ ନିଜେ ସଖା, ତାଙ୍କର ଛତ୍ର ଛାୟା ପ୍ରଦାନ କରୁଛନ୍ତି। ଆପଣ ମହାପ୍ରଭୁଙ୍କ ଦ୍ୱିତୀୟ ଶରୀର। ଆପଣ ପତିତ ପାବନର କାରଣ, ବୈଷ୍ଣବ ମାନଙ୍କୁ ରକ୍ଷା କରନ୍ତି। ଭକ୍ତମାନଙ୍କର ଧର୍ମ ବିଷୟରେ ଆପଣ ହିଁ ଶିକ୍ଷା ଦିଅନ୍ତି। ବ୍ରହ୍ମା ମଧ୍ୟ ସୃଷ୍ଟି ରଚନା କରନ୍ତି। ଆପଣଙ୍କ କ୍ରୋଧ ହେଉଛି ଶିବଙ୍କର ତାଣ୍ଡବ ନୃତ୍ୟ। ଆପଣ ନିଜ ବକ୍ଷରେ ଅନନ୍ତ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି। ଆପଣଙ୍କ ଦୟାରେ ଦେବତା ବରୁଣ, କାନ୍ତି ସମସ୍ତେ ସେବା କରନ୍ତି। ଯାହାଙ୍କର ଶ୍ରୀଅଙ୍ଗକୁ ସମସ୍ତ ଦେବାଦେବୀ ପୂଜା କରନ୍ତି। ମନୁଷ୍ୟମାନେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଚକ୍ରରୁ ଉଦ୍ଧାର ପାଆନ୍ତି। ସେ ଅଙ୍ଗକୁ ମୁଁ ପ୍ରହାର କରିଛି। ଧିକ୍ ମୋର ଜୀବନ। ଚିତ୍ରକେତୁ ମହାରାଜ ଯେଉଁ ଅଙ୍ଗକୁ ସେବା କରିଥିଲେ, ମୁଁ ସେ ଅଙ୍ଗକୁ ପ୍ରହାର କରି ରକ୍ତାକ୍ତ କରିଦେଲି। ନୈମିଷାରଣ୍ୟରେ ଆପଣଙ୍କୁ ପୂଜା କରି ସୌନକାଦି ଏବଂ ଅନ୍ୟ ଋଷିମାନେ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇଗଲେ। ଆପଣଙ୍କୁ ଆକ୍ରମଣ କରିବାରୁ ଇନ୍ଦ୍ରଜିତ ଓ ଦ୍ୱିବିଧ ମୃତ୍ୟୁ ମୁଖରେ ପଡ଼ିଲେ। ଜରାସନ୍ଧ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଲେ। କୃଷ୍ଣଙ୍କ ଶଳା ରୁକ୍ମିଣୀ ମଧ୍ୟ ନାଶ ହୋଇଗଲା। ଆପଣଙ୍କ ଦର୍ଶନ କରି ଲୋମହର୍ଷକାଣୀ ଋଷି ନାଶ ହୋଇଗଲେ। ଯାହାଙ୍କର ଅବମାନନା କରି ଦୁର୍ଯ୍ୟୋଧନ ବଂଶ ନାଶ ହୋଇଗଲା। ଏହିପରି ଭାବରେ ପ୍ରାର୍ଥନା କରି କରି ନିତ୍ୟାନନ୍ଦ ମହାପ୍ରଭୁଙ୍କ ଚରଣରେ ନିଜ ବକ୍ଷକୁ ଧରି ପଡ଼ିଗଲେ। ଯାହାଙ୍କ ଚରଣରେ ଆଶ୍ରୟ ନେଲେ ଏ ସାଗରର ବନ୍ଧନରୁ ମୁକ୍ତ ହୋଇଯିବ। ପଦ୍ମାବତୀଙ୍କ ନନ୍ଦନ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଜୟ ହେଉ। ଅକ୍ରୋଧ ପରମାନନ୍ଦଙ୍କର ଜୟ ହେଉ। ଏହିପରି ଆପଣ ଏତେ ବଡ଼ ଅପରାଧରୁ ମୋତେ କ୍ଷମା କରିଦେଇଛନ୍ତି। ମାଧବର ସ୍ତବ ସ୍ତୁତି ଶୁଣି ନିତ୍ୟାନନ୍ଦ ମହାପ୍ରଭୁ ଆନନ୍ଦିତ ହୋଇଗଲେ। ନିତ୍ୟାନନ୍ଦ ମହାପ୍ରଭୁ ହସିଲେ ଏବଂ କହିଲେ, ଉଠ ଉଠ ମାଧାଇ, ତୁମେ ମୋର ସେବକ, ମୁଁ ତୁମର ସବୁ ପାପକୁ ନଷ୍ଟ କରିଦେଇଛି। ଏହା କହି ମାଧାଇକୁ ଆଲିଙ୍ଗନ କଲେ। ହେ ପ୍ରଭୁ, ମୋତେ କ୍ଷମା କରିଦିଅନ୍ତୁ। ଏହା କହି ମାଧାଇ ଚରଣ ତଳେ ପଡ଼ି ଯାଇଛନ୍ତି। ହରେ କୃଷ୍ଣ। ସୁନ୍ଦର। ମାଧାଇର କାକୁ ପ୍ରେମ ଶୁଣିଣ ସ୍ତବନ, ହସି ନିତ୍ୟାନନ୍ଦ ରାୟ କହିଲେ ବଚନ। ଜଗାଇ ମଧାଇ ଆଜି ନିତ୍ୟାନନ୍ଦ ପ୍ରଭୁଙ୍କ ଚରଣରେ ପଡ଼ିଯାଇ ଦୁଇ ଚରଣକୁ ହୃଦୟରେ ଧାରଣ କରି
स्तुति करुचंती प्रार्थना करुचंती कहीं ना आज नित्यानंद प्रभुंकर कृपा है जगाई मधाई उपरे तार शक्ति बिना नहीं परित्राण भगवान कृष्ण बा बलराम को कृपा नहेले कहीं तांका विषय गोटे पद भी कही परिव नहीं से जगाई मधाई अज्ञान अवस्था थिले से माने जानि नथिले ये गौर निधाई किए जानि नथिले गौरांग महाप्रभु नित्यानंद प्रभु किए जानि नथिले किंतु आज महाप्रभुंकर बा नित्यानंद प्रभुंकर कृपा होइथिवा जोगु आज से नित्यानंद प्रभु विषय रे गौरांग महाप्रभु विषय आज संपूर्ण ज्ञान लाभ प्राप्ति होती कृष्ण शक्ति बिना नहीं तार परित्राण भगवान कृष्ण शक्ति बिना गुरु कृष्ण शक्ति बिना कई विषय टिके तिले हेले भी जापर ना जेकोसी आम आज प्राय सब समय पढ़ी के आसचु शुणिके आसचु बिना गुरु कृष्ण के कृपार ये भक्ति रूपक ज्ञान उदय हम ना भक्तिटा केवल गुरु कृष्ण पर निर्भर करे कृपा करुणा दया उपरे निज बल चेष्टा प्रति छाड़िया भरोसा निज बल निज चेष्टा निज प्रयास को छाड़ी दे गुरु कृष्ण के चरण रे शरणागत भाव शरणागत हेले भक्तिटा तांकर भक्तिटा तांको पाखु ही आशीर्वादटा प्राप्त हो तापरे किसी ना किसी बुझा को सक्षम है ना संभव नहीं से जगह माधाई आज सुंदर प्रार्थना करचंती स्तुति करचंती तापरे जगाई मधाई नित्यानंद प्रभुंकर चरण में पड़ी जाइछंती नित्यानंद प्रभु तांको उठैछंती उठ उठ माधाए मार तुमे दास तुम्हार शरीर हेला आमर प्रकाश उठ उठ जगाई मधाई उठई तुम मान शरीर रे मोर प्रकाश हम नित्यानंद प्रभुंकर प्रकाश कौन सेवक भगवान जमी भगवान को पाई विभिन्न प्रकार सेवकर सेवार वस्तु हो जाती जमी पाद छत्र पादुका आसन जेते हाँ से भाया नित्यानंद प्रभुंकर कृपारो आज जगाई मधाई शरीर भक्ति शक्ति संचार होती आज पाखर तुम्हें हूँ मोर दास चैतन्यर दास मोहि चैतन्यर दास चैतन्यर दास मोहि तार दासेर अनुदास आज नित्यानंद प्रभु जानी कि डायरेक्ट सेवा सेवक हो पारे ना तेणु भक्तर दास हेले जाकि भगवान ताको स्वीकार करेंगे से नित्यानंद प्रभु कहले गुरु दास हवा पड़ो नित्यानंद प्रभु गुरु तत्व तेणु नित्यानंद प्रभु कहले ठीक अच्छे उठ उठ माधाए तो उमे मोर दास आज पाकर तुम्हें मोर दास है शिशु पुत्र मारिले कि बाप दुख पाए यही परी तुम्भर प्रहार मोर देह तमें मते मारी रक्तारक्त कर बोली तमें पश्चाताप करुच किंतु एथिरे किछि दुख कर आवश्यकता नहीं जमी छोट छोट पिला माने बापा माँ को खुशी रे कुष्टि करती पिटंती बापा माँ खुशी रे आनंद रे ग्रहण करती
से बापा माँ तांकर दोष देखती नहीं कि पिलार से भाया तुम मैंने सब अज्ञानतार थिल तो जान न किए तुम प्रकृतर माता पिता किंतु तुम जानिला परे से दोष जो जहाँ किसी दोष कर दोष गुड़ा को मु क्षमा करदेली से तुम्हें किसी चिंता करिया आवश्यकता नहीं तुम्भे जे करिल स्तुति एहा जे सुने सही भक्त हेव जान आंभर चरण आपण जो स्तुति कले बा तुम्हें माने जो स्तुति कल स्तुति जे श्रवण करती जे पढ़ती जे कहती से मोर निश्चित भाव मोर कृपा मोर करुणा मोर दया प्राप्ति है ये जो स्तुतिटा जो पढ़े नित्यानंद प्रभुंकर गुणगान नित्यानंद प्रभुंकर स्तुति चैतन्य महाप्रभुंकर स्तुति कर शुणीचु चैतन्य महाप्रभुंकर स्तुति प्रार्थना जे शुणिबे से निश्चित भाव जे शुणिबे जे कहिबे जे पढ़िबे से निश्चित भाव सही भक्त हेव जान आमर चरण से निश्चित भाव मो चरण रे गुरु कृष्ण के चरण रे भक्ति भाव जागृत हो आमर प्रभुंक तुम्भे अनुग्रह पात्र मठारे तुमर दोष नाही तिले मात्र आमार प्रभु गौरांग महाप्रभुंकर आपण कृपार प्राप्त कृपार पात्र करुणार पात्र दयार पात्र से मो चरण रे तुम किसी दोष ना तिले मात्र टिके हेले दोष तुम ना सब दोष सर्व दोष थाकिरे नष्ट जाए सो जहाँ थिला सब तुम परिष्कार है सफा है दोष कहीं तुम्हें आज गुरु नित्यानंद प्रभु कृष्ण चैतन्य महाप्रभु चरण आज शरण रे आसी तांकर कृपा प्राप्त होइछ जे जन चैतन्य भजे से मोर प्राण जुग जुगे तार मोहे करे परित्राण पुणी नित्यानंद प्रभु कहते जे जन चैतन्य भजे जो व्यक्ति जो लोक चैतन्य महाप्रभु भजन करे बा कृष्ण चैतन्य महाप्रभु कहते हरे कृष्ण 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 हरे 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 राम 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 हरे हरे ये भजन जे करे चैतन्य जे भजे से मोर प्राण से मोर जीवन मोर प्राण नित्यानंद प्रभु कहते जे जन चैतन्य भजे महाप्रभुंकर जे भजन कला जे भक्ति कला भजतां प्रीतिपूर्वकम श्रद्धार सहित भक्तिर सहित सेवा कला पूजा कला नामस्मरण कला जुगे जुगे तार मोहि करी परित्राण जुग जुगरे प्रत्येक जुगरे ताको मु आसी तार परित्राण उद्धार करे ताको तापरे कृपा वर्षा करे करुणा ताको करुणा प्रदान करे जुग जुगरे यदि कुछ बाई चांस कारणवशत से पुणी जन्म नेला
मुक्ति पाइपारे ना भगवान वैकुंठ पाइपारे ना पुणी संसर्ग आसा पड़े आसला मुझे उद्धार करदेवी निश्चित मु तार परित्राणाय साधुना विनाशया च दुष्कृताम धर्म संस्थापनार्थाय संभवामि जुगे जुगे परित्राण मु तार तुम सुरक्षा प्रदान करी तुम सुरक्षा प्रदान करी दुष्ट मान प्रभाव तुमको सुरक्षा देवी ये मोर वचन जुगे जुगे तार मोहि करी परित्राण अर्थात जे महाप्रभुंकर भक्त बा कृष्णकर भक्त बा जगन्नाथंकर भक्त से नित्यानंद प्रभु जुग जुगरे तांको सुरक्षा देवे परित्राण करिवे दुष्टमानक शक्ति प्रभाव तांको सुरक्षा देवे आओ परित्राण उद्धार करिवे ये वचन देचंती नित्यानंद प्रभु जगाई मथाई करो न भजे चैतन्य जेवे मोरे मात्र भजे मोर दुखे से ही जन्मे जन्मे दुख मजे पुणी नित्यानंद प्रभु कहते न भजे चैतन्य जे भगवान कृष्ण भजन करे नहीं कि भगवान भक्ति करे नहीं कृष्ण भक्ति करे नहीं केवल मोर भक्ति करे गुरुर भक्ति करे बलराम भक्ति करे नित्यानंद प्रभु भक्ति करे किंतु जगन्नाथ कृष्ण भक्ति करे नहीं कौन हवा न मोर दुख से ही जन्मे किंतु मो हृदय दुख हुए जदि जन शिष्य आजिकल जो अच्छा गुरु माने शिष्य हो गला परे से कहते मोर पूजा करे मोर भजन करे कृष्ण नुहे जगन्नाथ नुहे मो चरण तुलसी दे मो चरण फूल दे मो चरण पूजा करे मोर नाम भजन करे ये माने जो मान करुचंती भगवान तांको प्रति बहुत दुख प्रकाश करते भगवान तांको प्रति द्वेष उत्पन्न हुए जे भजे चैतन्य न भजे चैतन्य महाप्रभुंकर कीर्तन महाप्रभुकर कीर्तन भजन करे नहीं कृष्णकर भजन कीर्तन करे नहीं केवल मोर भक्ति करे मोर सेवा करे मोर पूजा करे किंतु मो मनर दुख मो मनरे कृपा करुणा दया ता प्रति हुए नहीं आओ जन्मे जन्मे दुख जन्म जन्म रे दुख कष्ट रे खाटी संतुले हुए संसार संसार बोली मिछे गला काल लाभ नहिला किछु घटिला जंजाल गुरु कृष्ण दी जनकर भजन करिया पड़िबो जनकर नुहे प्रथम गुरुंकर मंत्र गुरु को प्रणाम प्रथमस्तु गुरु पूज्य प्रथम गुरु को तापरे सेथिपाई कुहाइछि संप्रदाय गुरु गणे शिक्षा गुरु जानी अन्य मते पंडितेर शिक्षा नाही मानी जो संप्रदाय जो माने आसीचंती से माने हमर शिक्षा गुरु जो माने संप्रदाय नुहंती अपसंप्रदाय से जिते बड़े पंडित हेले मध्य जिते बड़े विद्वान हेले मध्य शिक्षा नाही मानी तांकर शिक्षा केवल मानिबे नहीं तांकर शिक्षा केवल ग्रहण करिवे नहीं स्वयं नित्यानंद बलराम कहते संप्रदाय गुरु माने शिक्षा गुरु मानी सत्संप्रदाय जो ब्रह्मनारद गुड़े संप्रदाय आमर अच्छा
ଏଥିରେ ଯେଉଁମାନେ ପ୍ରସାର ପ୍ରଚାର କରୁଛନ୍ତି ସେମାନେ ଆମର ଶିକ୍ଷା ଗୁରୁ। ଅନ୍ୟଥା ଯେତେ ବଡ଼ ପଣ୍ଡିତ ହେଲେ ମଧ୍ୟ, ଯେତେବେଳେ ବିଦ୍ୱାନ ହେଲେ ମଧ୍ୟ ତାଙ୍କର ଶିକ୍ଷା ଆମେ ଗ୍ରହଣ କରିବା ନାହିଁ। ଏ ପ୍ରଭୁ ସିଏ ନନା ଏମିତି କହିଦେଲେ, ସିଏ ଏମିତି କହିଦେଲେ, ସିଏ ସେମିତି କହିଦେଲେ, ନାହିଁ। ଶିକ୍ଷା ଦୀକ୍ଷା ଶିକ୍ଷା ଭେଦେ ଗୁରୁ ଦୁଇ ପ୍ରକାର, ଉଭୟ ସମ୍ମାନ ମାନ ଦେବ ଯେ ଆକାର। ଶିକ୍ଷା ଗୁରୁ ଦୀକ୍ଷା ଗୁରୁ ଦୁଇ ଏକ ପ୍ରକାର, ଉଭୟ ସମାନ। ଭେଦ କଲେ ନଷ୍ଟ ହେବ। ଯଦି ଭେଦ କରିବେ ତାହେଲେ ନିଶ୍ଚିତ ଭାବରେ ଭକ୍ତି ନଷ୍ଟ ହେଇଯିବ। କୃଷ୍ଣକୁ ମାନିବେ, ଗୁରୁକୁ ମାନିବେନି, ଗୁରୁକୁ ମାନିବେ, କୃଷ୍ଣକୁ ମାନିବେନି, ନିଶ୍ଚିତ ଭାବରେ ନଷ୍ଟ ହେଇଯିବେ। ଶିକ୍ଷା ଗୁରୁ ଦୀକ୍ଷା ଗୁରୁ ଦୁହେଁ କୃଷ୍ଣ ଦାସ, ଦୁହେଁ ବ୍ରଜ ଜନ କୃଷ୍ଣ ଦ୍ୱିତୀୟ ପ୍ରକାଶ। ଶିକ୍ଷା ଗୁରୁ ଦୀକ୍ଷା ଗୁରୁ ଏ କୃଷ୍ଣଙ୍କର ଦାସ, ଦୁହେଁ ବ୍ରଜଜନ, ବ୍ରଜଜନ ଅର୍ଥାତ୍ ଭଗବାନଙ୍କ ଧାମରୁ ଆସିଛନ୍ତି। ଗୋଟେ ଗଛରେ ଦିଟା ଶାଖା ଭଳିଆ। କୃଷ୍ଣ ନାମ ମନ୍ତ୍ର ଦେନ ଦୀକ୍ଷା ଗୁରୁ, ଶିକ୍ଷା ଗୁରୁ ତତ୍ତ୍ୱଦାତା। যেই মালা দিল সেই গুরু হয়। কৃষ্ণ নাম মন্ত্র দেন দীক্ষা, যে কৃষ্ণ মন্ত্র প্রদান করিছন্তি, কৃষ্ণ নাম মন্ত্র দেন দীক্ষা গুরু, যে কৃষ্ণ নাম প্রদান করিছন্তি, মালা প্রদান করিছন্তি, হেন দীক্ষা গুরু। শিক্ষা গুরু তত্ত্বদাতা, ଶିକ୍ଷା ଗୁରୁ ତତ୍ତ୍ୱ ପ୍ରଦାନ କରନ୍ତି। ଦୀକ୍ଷା ଗୁରୁ ମାଳା ପ୍ରଦାନ କରନ୍ତି, ମନ୍ତ୍ର ପ୍ରଦାନ କରନ୍ତି। କିନ୍ତୁ ବେଳେ ବେଳେ ଶିକ୍ଷା ଗୁରୁ ମଧ୍ୟ ଦୀକ୍ଷା ଗୁରୁ ଶିକ୍ଷା ଗୁରୁ ରୂପେ ତତ୍ତ୍ୱ ପ୍ରଦାନ କରିଥାନ୍ତି। ଗୁରୁ କର୍ଣ୍ଣାଧାର ସମା ଶ୍ରୟ କରି, কৃষ্ণ আনুকূল্যেত্তরে এ ভব সাগরে। গুরু হচ্ছেন কর্ণধার, সমাশ্রয় କରି কৃষ্ণ আনুকূল্যনে সেবা କରି ভবସାଗର ତରିଯିବେ। ଆଗକୁ ବଢିବା। ଆଜି ସରିବ, କାଲି ସରିବ। अग्रे गुरु पूज्य परे श्री कृष्ण पूजन, गुरु देवे श्री कृष्ण प्रसाद समर्पण। अग्रे गुरु पूजा, गुरु को अग्रे फल पुष्प अर्पण करी प्रणाम करी आदेश नहीं कृष्ण पूजा करेंगे। गुरुदेव श्री कृष्ण प्रसाद समर्पण। जगन्नाथ को भोग लगी सारा पर गुरु को खाली समर्पण करदे। गुरु आज्ञा पाळे कृष्ण पूजिबे जतने, गुरु आदेश करे कृष्ण को पूजा सेवा करेंगे। देख एकाई तत्व, गुरु आज्ञा पाळी, गुरु आज्ञा पाळी कृष्ण पूजिबे जतने। गुरु आदेश रे शिक्षा रे कृष्ण को पूजा करेंगे, जगन्नाथ को पूजा करेंगे। श्री गुरु स्मरिया कृष्ण बलिवे बदने, गुरु को स्मरण करी कृष्ण का भजन करेंगे, पूजा करेंगे। आगे प्रभु गुरु को मंत्र, तापर हरे कृष्ण कही पूजा करुछ। तापर नीलांचल निवासाय नित्याय परमात्मने बलभद्रं सुभद्राभ्यां जगन्नाथाय तेने कथा कह।
ଗୁରୁ ତେ ଅବଜ୍ଞା ଯାର ତାର ଅପରାଧ, ସେଇ ଅପରାଧ ତାର ହଇ ଭକ୍ତିବାଧ। ଗୁରୁଙ୍କୁ ଯଦି ଅବଜ୍ଞା କରାଯାଏ, ତାଙ୍କ କଥାକୁ ଅବଜ୍ଞା, ତାଙ୍କୁ ଅବଜ୍ଞା, ସେ ଅପରାଧ ହୁଏ। ସେଇ ଅପରାଧ ତାର ଭକ୍ତି ହୟ ଭକ୍ତିବାଧ। ଭକ୍ତିରେ ଯୋଉ ପ୍ରଗତି କରୁଛୁ, ସେ ଆଗେ ବଢୁଛୁ, ସେଟା କ'ଣ ବାଧା ଦେଇଦିଏ। ଆଉ ଭକ୍ତିରେ ବଢିପାରିବନି, ପ୍ରଗତି କରିପାରିବନି, ତଳକୁ 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 ଆସିବ। ଗୁରୁ ତେ ଅଚଳ ଶ୍ରଦ୍ଧା କରେ ଯେଉଁ ଜନ, ଶୁଦ୍ଧ ନାମ ବଳେ ସେହି ପାୟ ପ୍ରେମ ଧନ। ଗୁରୁ ତେ ଅଚଳ ଶ୍ରଦ୍ଧା, ଗୁରୁଙ୍କ ଚରଣରେ ଯାହାର ଅଚଳ ଶ୍ରଦ୍ଧା ଅଛି। ଅର୍ଜୁନଙ୍କ, ପଞ୍ଚୁପାଣ୍ଡବ, ଆଉ ଆମେ ଦେଖିଛୁ ଅମରୀଶ ମହାରାଜ, ଏମାନଙ୍କର ଗୁରୁଙ୍କ ଚରଣରେ ଅଚଳ ଶ୍ରଦ୍ଧା। ସେଥିପାଇଁ ଏମାନେ ଆଜି ଜଗନ୍ନାଥଙ୍କର ବା କୃଷ୍ଣଙ୍କର ମହାନ ଭକ୍ତ ହେଇଛନ୍ତି। ଆମର ଅଚଳ ଶ୍ରଦ୍ଧା ନାହିଁ, ନା ବଚନରେ, ନା ଶାରୀରିକ ମାନସିକ ଆଉ ବାଣୀରେ ମଧ୍ୟ ଅଚଳ ଶ୍ରଦ୍ଧା ନଥିବାରୁ ଆମେ ଆଜି ଭକ୍ତି ମାର୍ଗରେ ପ୍ରଗତି କରିପାରୁ ନାହୁଁ। ଶୁଦ୍ଧ ନାମ ବଳେ, ଏଇ ଗୁରୁଙ୍କ ଗୁରୁତେ ଅଚଳ ଶ୍ରଦ୍ଧା ଥିଲେ ଧୀରେ ଧୀରେ ଶୁଦ୍ଧ ନାମ ଉଦୟ ହୁଏ। ତାପରେ ଧୀରେ ଧୀରେ ପ୍ରେମ, ଯୋଉ ସେବାରେ ଯୋଉ ରସଟା, ନାମରେ ରସ, ସେବାରେ ରସ, କଥାରେ ରସଟା ଆସ୍ୱାଦନ କରିପାରିବେ। ନହେଲେ ଫିକା ଫିକା ଲାଗିବ, କ'ଣ ସେଇଟା ଶୁଣିବାକୁ ଡେଲି ଗୋଟେ, ଆଉ କ'ଣ ଦେଖିଦବା, ଆଉ କ'ଣ ଶୁଣିବା, ଆଉ କ'ଣ କରିବା। ଅଯୋଗ୍ୟ ଶିଷ୍ୟର ଗୁରୁ କରିଲେ ନ ଦଣ୍ଡ, ଭଜିଆ ଅଯୋଗ୍ୟ ଗୁରୁ ଶିଷ୍ୟ ହୟ ପଣ୍ଡ। ଯୋଉ ଅଯୋଗ୍ୟ ଶିଷ୍ୟ, ତାଙ୍କୁ ଗୁରୁ ଦଣ୍ଡ ଦିଅନ୍ତି, ବାକ୍ୟ ଦଣ୍ଡ ହଉ ଆଉ ଶାରୀରିକ ଦଣ୍ଡ ହଉ, ଦଣ୍ଡ ପ୍ରଦାନ କରନ୍ତି। ଅଯୋଗ୍ୟ ଶିଷ୍ୟ ଯେତେ କହିଲେ ଶୁଣୁନାହିଁ, ନାଇଁ, ଦଣ୍ଡ ଦେଇପାରନ୍ତି। ବାକ୍ୟରେ ବି ଏମିତି କଥା କହିବେ ଯେମିତି ଛାତିକୁ ଯେମିତି ଛୁଞ୍ଚି ଫୋଡ଼ିଲା ଭଳିଆ ଲାଗିଯିବ, ହୃଦୟକୁ ଯେମିତି ଆଘାତ ଲାଗିଯିବ। ଏ ଭକ୍ତି ଭକ୍ତି ସବୁ କରୁଛି, ସବୁ ଅହଙ୍କାର ଥିଲେ ହବ ନାହିଁ। କେତେଟା ତତ୍ତ୍ୱ ଲେଖା ହେଇଛି, ବଢିଆ ତତ୍ତ୍ୱ ଲେଖା ହେଇଛି। ସେଥିପାଇଁ ଅଯୋଗ୍ୟ ଶିଷ୍ୟ ଗୁରୁ ଦଣ୍ଡ ଦିଅନ୍ତି। ଦଣ୍ଡକୁ ଯଦି ଗୁରୁ ନା ଶିଷ୍ୟ ଶ୍ରଦ୍ଧାର ସହିତ ସ୍ୱୀକାର କରି ଆଦେଶ ଗୁଡ଼ାକ ଠିକ ପାଳନ କଲା, ତ ସେ ନିଶ୍ଚିତ ଭାବରେ ସକ୍ସେସ୍ ହବ। ଭଜିଆ ଅଯୋଗ୍ୟ ଗୁରୁ ଶିଷ୍ୟ ହଏ ପଣ୍ଡ। ଯଦି ସେ ଆଦେଶକୁ ପାଳନ କଲା, ଜ୍ଞାନ କଲା, ସେ ଶିଷ୍ୟ, ଗୁରୁ ଶିଷ୍ୟ ହଏ ପଣ୍ଡ। ସେ ଗୁରୁର ଶିଷ୍ୟ ପଣ୍ଡ ହେଇଯିବ। ଅର୍ଥାତ୍ ଗୁରୁ ସୟାସନ ଆର ପାଦୁକା ଦିଜାନ, ପାଦ ପୀଠ ସ୍ନାନୋଦକ ଛାୟାର ଲଙ୍ଘନ। ଗୁରୁ ବସିଛନ୍ତି ବା ତାଙ୍କର ଯାହା କିଛି ଶୟା, ଯୋଉ ଶୋଉଛନ୍ତି, ବସୁଛନ୍ତି, ତାଙ୍କର ପାଦୁକା ଇତ୍ୟାଦି, ପାଦପୀଠ, ସ୍ନାନୋଦକ, ଛାୟାର ଲଙ୍ଘନ, ଏସବୁ ଯଦି ଲଙ୍ଘନ କରିବୁ ତାହେଲେ ପାଦୋଷ ଲାଗେ। ଯଥା ଯଥା ଗୁରୁର ପାଇବେ ଦର୍ଶନ, ଦଣ୍ଡବତ ପଡ଼ି ଭୂମେ
କରିବେ ବନ୍ଦନ। ଯଥା ଯଥା ଯୋଉଠି ଯୋଉଠି ତମେ ଗୁରୁଙ୍କୁ ଦେଖିଲ ସେଇଠି ଦଣ୍ଡ ପ୍ରଣାମ କରିବ। ପ୍ରଭୁପାଦଙ୍କ ଭଳିଆ ରାସ୍ତାରେ କାଦ ହେଇଛି, ପ୍ରଭୁପାଦ ପଡ଼ିଯାଇଛନ୍ତି, ରାସ୍ତା ଗୋଟା ଶରୀର ପୁରା କାଦ। ସେଥିପାଇଁ ଯଥା ଯଥା ଗୁରୁର ପାଇବେ ଦର୍ଶନ, ଯୋଉଠି ଗୁରୁ ଦର୍ଶନ ପାଇବେ। ଏତେ ଲୋକ ଅଛନ୍ତି, ଲୋକ କଣ କହିବେ, ଗାଡ଼ି ଯାଉଛି, ଘୋଡ଼ା ଯାଉଛି, ଇଏ ଦେଖୁଛି ସିଏ ଦେଖୁଛି, ନାଇଁ, ଯଥା ଯଥା ଗୁରୁର ପାଇବେ ଦର୍ଶନ, ଦଣ୍ଡବତ ପଡ଼ି ଭୂମେ କରିବେ ବନ୍ଦନ। ଦଣ୍ଡବତ କରି ଗୁରୁ ନାମ ଭକ୍ତି ତେ କରିବେ ଉଚ୍ଚାରଣ। ଗୁରୁଙ୍କର ନାମ, ତାଙ୍କର କଣ ସମ୍ବନ୍ଧିତ କୌଣସି ଜିନିଷ ଶ୍ରଦ୍ଧାର ସହିତ ଉଚ୍ଚାରଣ କରିବେ, ଶ୍ରଦ୍ଧାର ସହିତ ପ୍ରଣାମ କରିବେ। ଗୁରୁ ଆଜ୍ଞା ହେଳନା କରିବ କଦାଚନ। ଗୁରୁ ନାମ ଭକ୍ତି ତେ କରିବେ ଉଚ୍ଚାରଣ। ଗୁରୁ ଆଜ୍ଞା ହେଳନା କରିବେ କଦାଚନ। ଗୁରୁଙ୍କର ଆଜ୍ଞାଙ୍କ ଗୁରୁଙ୍କ ବଚନକୁ କେବେ ହେଳା କରିବେ ନାହିଁ। ଗୁରୁଙ୍କର ବଚନକୁ ହେଳା ଅର୍ଥାତ୍ କୃଷ୍ଣଙ୍କର ବଚନକୁ ହେଳା କରିବା ସହିତ ସମାନ। ଗୁରୁର ବଚନ ହଉଛି କୃଷ୍ଣଙ୍କର ବଚନ। କୁଆଡ଼େ କୁଆଡ଼େ ପଳେଇ ଆସିଲା ଏ କଥା ସବୁ ବାପା। ନିତ୍ୟାନନ୍ଦ ପ୍ରଭୁ ସେ କଥା ବୁଝଉଛନ୍ତି। ଆଜି ଯେତେବେଳେ ଜଗାଇ ମଧାଇ ସମ୍ପୂର୍ଣ୍ଣ ଶରଣାଗତ ଭକ୍ତବତ୍ସଳ ତାଙ୍କୁ ଶିକ୍ଷା ଦଉଛନ୍ତି, ମାର୍ଗଦର୍ଶନ ଦଉଛନ୍ତି। ସେଟା କେବଳ ଜଗାଇ ମଧାଇକି ନୁହେଁ, ଆମେ ବି ଜଗାଇ ମଧାଇ। ଜଗାଇ ମଧାଇଙ୍କର ଗୁଣ ଗୁଡ଼ାକ ଅଛି। ଜଗାଇ ମଧାଇଙ୍କର ଗୁଣ ତ ନଷ୍ଟ ହେଇଗଲା ପୁରା, କିନ୍ତୁ ଆମର ବି ହୃଦୟରେ ଜଗାଇ ମଧାଇଙ୍କର କିଛି କିଛି ଗୁଣ ପ୍ରବୃତ୍ତି ଅଛି। ସେଥିପାଇଁ ଆମର ଅହଙ୍କାର ଟିକେ ଅଛି। ଅହଙ୍କାର ହେଲେ ଫୁଲ୍ ଶରଣାଗତି, ଫୁଲ୍ ସରେଣ୍ଡର କରିବାକୁ ଦବ ନାହିଁ। ଅହଙ୍କାର ବିମୂଢ଼ ଆତ୍ମା କର୍ତ୍ତା ହମ୍ ଇତି ମନ୍ୟତେ। ନିତ୍ୟାନନ୍ଦ ପ୍ରଭୁ ବହୁତ ଗୁପ୍ତ କଥା ଗୁଡାକ କହୁଛନ୍ତି। ଜଗାଇ ମଧାଇ ଯୋଉ ଶାସ୍ତ୍ର ରହସ୍ୟ କି ତମର ଆଜି ଗୁରୁଙ୍କ ପ୍ରତି ଏଭଳି ବ୍ୟବହାର କରିବ ନାହିଁ, ବୁଝେଇଦେଲେ। କାହିଁକିନା ନିତ୍ୟାନନ୍ଦ ପ୍ରଭୁ ଗୁରୁ ହେଲେ ନା, ଗୁରୁଙ୍କ ପ୍ରତି କର୍ତ୍ତବ୍ୟ। ନ ଭଜେ ଚୈତନ୍ୟ ଯେବେ ମୋର ମାତ୍ର ଭଜେ। ଗୁରୁ ହେଇଗଲା ପରେ ଗୁରୁଙ୍କ ଭଜନ କରିବେ, କୃଷ୍ଣଙ୍କର ଭଜନ କରିବେନି। ଇଏ କଲେ ଭଗବାନ କେବେ ହେଲେ, ଗୁରୁ କେବେ ହେଲେ ଖୁସି ହେବେ ନାହିଁ, ଆଉ କୃଷ୍ଣ ବି ଖୁସି ହେବେ ନାହିଁ। ଗୁରୁ କୃଷ୍ଣଙ୍କ ଦି ଜଣ ଦରକାର ଭଜନ। ଏତେ କହି ତୁଷ୍ଟ ହୋଇ କଲେ ଆଲିଙ୍ଗନ। ସର୍ବ ଦୁଃଖ ମଧାଇର ହେଲା ବିମୋଚନ। ଉପଦେଶ ଦେଇ ସାରିବା ପରେ ଜୋରରେ ଶିଷ୍ୟମାନଙ୍କୁ ଆଲିଙ୍ଗନ କଲେ ନିତ୍ୟାନନ୍ଦ ପ୍ରଭୁ। ସର୍ବ ଦୁଃଖ ମାଧାଇର ହେଲା ବିମୋଚନ। ଯାହା ଯାହା ଟିକେ ଥିଲା, ସଂଶୟ ଥିଲା, ସଂଶୟ ଗୁଡାକ, ଡାଉଟ୍ ଗୁଡା କଣ ହେଲା, କ୍ଲିୟର ହେଇଗଲା। ସର୍ବ ଦୁଃଖ ମାଧାଇର, ଯାହା ଟିକେ ଦୁଃଖ ଥିଲା, ମାନସିକ ରୂପ, ମାନସିକ ଦୁଃଖ, ଶାରୀରିକ ଦୁଃଖ, ସେ ସବୁ ନିତ୍ୟାନନ୍ଦ ପ୍ରଭୁଙ୍କର କୃପାରୁ, ତାଙ୍କର ଆଲିଙ୍ଗନରୁ ସବୁ ଦୂର ହେଇଗଲା। ତାପରେ ଦୂର ହେଇଗଲା। ଆଉ ଗୋଟେ ସଂଶୟ ହେଇଗଲା, ନିତ୍ୟାନନ୍ଦ ପ୍ରଭୁ ଜାଣି ପକେଇଲେ। ପୁନଃ ପୁନଃ କହେ ମାଧାଇ ଧରି ଶ୍ରୀଚରଣ। ପୁଣି ଆଉଥରେ ମାଧାଇ ଚରଣକୁ ଧରି ଦେଇଛନ୍ତି ନିତ୍ୟାନନ୍ଦ ପ୍ରଭୁଙ୍କର। ପ୍ରଭୁ ଆଉ ଟିକେ ରହିଗଲା, ଏ ଗୁରୁଦେବ ଆଉ ଟିକେ ରହିଗଲା। କଣ ରହିଗଲା? ଆର ଏକ ପ୍ରଭୁ ମୋର ଅଛି ନିବେଦନ। ପ୍ରଭୁ ମାନେ ଆଉ ଗୋଟେ ନିବେଦନ ଅଛି।
ନିତ୍ୟାନନ୍ଦ ପ୍ରଭୁରେ କୁହ, କ'ଣ ଅଛି ଖୋଲିକି କୁହ, ସବୁ ଖୋଲି ଦିଅ, ହୃଦୟ ଖୋଲି ଦିଅ। ଆମେ ହୃଦୟରେ କ'ଣ, ଆମର ଭିତରେ ଅଧା ବାହାରେ ଅଧା। ହଁ, କୁଟିନାଟି କୁଟିନାଟି ଆମର ସଦା କୁଟିନାଟି ରହୁଛି। ସେ ନିତ୍ୟାନନ୍ଦ ପ୍ରଭୁ କହିଛନ୍ତି, ଏଇ କୁଟିନାଟି ଛାଡ଼େ, ଯାହା ଅଛି କହ। ସର୍ବଜୀବ ହୃଦୟ ସେ ପ୍ରଭୁ ତୁମେ। ପ୍ରଭୁ ଆପଣଙ୍କୁ ତ ସମସ୍ତଙ୍କ ହୃଦୟରେ ବିରାଜମାନ କରିଛନ୍ତି। ନିତ୍ୟାନନ୍ଦ ପ୍ରଭୁ କହିଲେ, ହଁ କୁହ କୁହ କୁହ। ସେହି ସବୁ ଜୀବ ହିଂସା କରିଅଛୁ ଆମ୍ଭେ। ପ୍ରଭୁ ଆଉ ଗୋଟେ କଥା, କେତେ ଜୀବ ହତ୍ୟା କରିଛୁ, କେତେ ଜୀବଙ୍କୁ ଦଣ୍ଡ ଦେଇଛୁ, କଷ୍ଟ ଦେଇଛୁ, ଉତ୍ପୀଡ଼ନ ଦେଇଛୁ, ଭୟଭୀତ କରେଇଛୁ, ମାରିଛୁ, ତାର ହିସାବ ନାହିଁ ନା। ସର୍ବଜୀବ ହୃଦୟ ସେହି ସବୁ ହିଂସା ଜୀବ ହିଂସା କରିଅଛୁ ଆମ୍ଭେ। ହିଂସା ସବୁ କରିଛୁ। କାରେ ବା କରିଲୋ ହିଂସା କାହାକୁ ନାହିଁ ଚିହ୍ନେ, ଚିହ୍ନିଲେ ବା ଅପରାଧ କ୍ଷମା ମାଗୋ ଆପଣେ। କେତେ ଜୀବକୁ ଆମେ ହିଂସା କରିଛୁ, ଗାଳି କରିଛୁ, ଗୁଲଜ କରିଛୁ, ପିଟିଛୁ, ମାରିଛୁ, ହତ୍ୟା କରିଦେଇଛୁ। କାହାକୁ ଚିହ୍ନିଛୁ, କାହାକୁ ଚିହ୍ନି ନାହୁଁ। ସେ ଅପରାଧ କେମିତି ମାଗିବି, ତାଙ୍କ ପାଖରୁ କେମିତି ଅପରାଧ ମାର୍ଜନ କେମିତି ହବ ଆମର? ସେଥିପାଇଁ ପଦ୍ମପୁରାଣରେ କୁହାଯାଇଛି, ଅନୁମନ୍ତା ବିଶିଷିତା ନିହନ୍ତା କ୍ରୟ ବିଗ୍ରହ ସଂସ୍କର୍ତ୍ତା ଚୁପହର୍ତ୍ତା ଚ ଖାଦକଶ୍ଚିତି ଘାତକା। ଏମାନେ 8 ଜଣ ଦୋଷୀ ହୁଅନ୍ତି ଯମ ଦରବାରରେ। କୋଉ 8 ଜଣ? ନା ଯେଉଁମାନେ ପଶୁକୁ ହତ୍ୟା କରିବା ପାଇଁ ଅନୁମତି ଦିଅନ୍ତି। ଅନୁମନ୍ତା। ଦ୍ୱିତୀୟ, ହତ ପଶୁର ମାଂସ ବିକ୍ରୟକାରୀ। ତୃତୀୟ, ହତ୍ୟାକାରୀ। ଚତୁର୍ଥ, କ୍ରେତା। ପଞ୍ଚମ, ବିକ୍ରେତା। ଷଷ୍ଠ, ପାଳନକର୍ତ୍ତା। ସପ୍ତମ, ପରିବେଷଣକର୍ତ୍ତା ଏବଂ ଅଷ୍ଟମ, ଭକ୍ଷକ। ଏମାନେ ସମସ୍ତେ ପଶୁ ହତ୍ୟାର, ପଶୁ ଘାତକର ଦୋଷୀ ଅଟନ୍ତି। ଏମାନଙ୍କୁ ଯମରାଜ ସେଇଭଳିଆ ଦଣ୍ଡ ଦିଏ ଯେଉଁ ଭଳିଆ ପଶୁମାନଙ୍କୁ ଦଣ୍ଡ ଦେଇଥାନ୍ତି ବା ହତ୍ୟା କରିଥାନ୍ତି। ମାଂସର ଅର୍ଥ, ମାଂସ ଶବ୍ଦର ଅର୍ଥ ମନୁ ସଂହିତାରେ ନିମ୍ନ ରୂପେ କୁହାଯାଇଛି, ମାଂସ ଭକ୍ଷଣ ଇତ୍ୱା ଅର୍ଦ୍ଧମୂତ୍ରୟସ୍ୟ ମାଂସମିହାତ୍ମନଃ ଏତନ୍ମାସସ୍ୟ ମାଂସତ୍ୱଂ ପ୍ରବଦନ୍ତି ମନୀଷିଣଃ। ଅର୍ଥାତ୍ ମୁଁ ଯାହାର ମାଂସ ଏଠାରେ ଭକ୍ଷଣ କରୁଛି, ସେ ପରଲୋକରେ ମୋର ମାଂସ ଭକ୍ଷଣ କରିବ। ଏହା ହିଁ ମାଂସ ଶବ୍ଦର ତାତ୍ପର୍ଯ୍ୟ ବୋଲି ମନୀଷୀମାନେ କହିଛନ୍ତି। ମାଂସର ଅର୍ଥ, ଏ ଜନ୍ମରେ ମୁଁ ଯାହାର ମାଂସ ଖାଉଛି, ପରଜନ୍ମ ସିଏ ମୋ ମାଂସ ଖାଇବ। ମୁଁ ଛଳେଇବି, ସେ କାଟିବ, ଖାଇବ। ଆଗକୁ ବଢିବା। ଜଗାଇ ମଧାଇ କହୁଛନ୍ତି, ପ୍ରଭୁ ଏସବୁ ଅପରାଧ କେମିତି ମାର୍ଜନ ହବ? ଯାହାଙ୍କ ସ୍ଥାନେ କରିଲୋ ଅପରାଧ, କେଉଁ ରୂପେ ସେମାନେ କରିବେ ପରସାଦ। ଯାହାଙ୍କ ଚରଣରେ ଆମେ ଏସବୁ ଅପରାଧ କରିଛୁ, କାହାକୁ ପିଟିଛୁ, କାହାକୁ ମାରିଛୁ, କାହାକୁ ଠକେଇଛୁ, ଉଦ୍ବେଗ ଦେଇଛୁ,
যদি মরে প্রভু তুম্ভে হইল সদয়, ଏହି ଉପଦେଶ ମରେ କର ମହାଶୟ। ଏ ଦୋଷର ମାର୍ଜନ କେମିତି ହବ ମତେ କୃପା କରି ଉପଦେଶ ଦିଅନ୍ତୁ। ତେଣୁ ଅପରାଧର ମାର୍ଜନ ଉପାୟ, କାହିଁକି ନା ଯାହା ପାଖରୁ ଆମେ ଅପରାଧ କରିଛୁ ତାଙ୍କ ଚରଣରେ ଯାଇକି ଦେଖ, ଏଠି ଗୁରୁ କୃଷ୍ଣ ଦୁଇ ଜଣ ଯାକ ଯାହା ପାଖରେ ଅପରାଧ କରିଛ ତାଙ୍କ ଚରଣରେ ପ୍ରଣାମ କରିବ, ତାଙ୍କ ପାଖରୁ କ୍ଷମା ପ୍ରାର୍ଥନା କରିବ। କେମିତି ତମେ ତ ଜାଣିନ, ଚିହ୍ନିନ, ଉପାୟ କହୁଛନ୍ତି। ପ୍ରଭୁ କହେ ଶୁଣ କହି ତୁମ୍ଭଙ୍କୁ ଉପାୟ, ମୁଁ ଉପାୟ କହୁଛି ଶୁଣ। ଗଙ୍ଗା ଘାଟ ତୁମ୍ଭେ ସ୍ୱଚ୍ଛ କର ହେ ସଦାୟ, ଗଙ୍ଗା ଘାଟକୁ ତା ପ୍ରତ୍ୟେକ ଦିନ ପରିଷ୍କାର କର, ସଫା କର। ଦେଖ ଏଇ ଯୋଉ ପୋଖରୀ ଆଉ କଣ ଗାଡ଼ିଆ ସବୁ ରୁହେ ନାଇଁ କି, ଯେ ଘାଟ ସଫା କରୁଥିବ, ଘାଟରେ ସଫା ଯିଏ କରୁଥିବ ତାକୁ ଲୋକମାନେ ବହୁତ ପ୍ରଶଂସା କରନ୍ତି, ଯାହା ଯାଉ ଘାଟ ସଫା କରିଦେଲୁ, ଅଳିଆ ଆବର୍ଜନା ସବୁ ପଡ଼ିଥିଲା ତାକୁ ସଫା କରିଦେଲୁ, ବଢ଼ିଆ। ତାଙ୍କ ଉପରେ କୃପା ହୁଏ, ଦୟା ହୁଏ। ସବୁ ଲୋକଙ୍କର ଯିଏ ଟିକେ ଗାଁ ଗହଳିରେ ଟିକେ ଘାଟ ଫାଟ ପୋଖରୀ ପୋଖରୀରେ ଘାଟ ସଫା କରିଦେଇଥିବ, ବା କୌଣସି ସରକାରୀ ଜାଗାରେ ସବୁ ଅଳିଆକୁ ବଳିଆ ପଡ଼ିଥିବ ତାକୁ ସଫା କରିଦେବେ, ଗାଁ ଗହଳି ସବୁ ସଫା କରିଦେବେ, ତାଙ୍କ ଉପରେ ଲୋକମାନଙ୍କର ବହୁତ କରୁଣା ଦୟା ରୁହେ। ସେଭଳି ତମେ ପ୍ରତ୍ୟେକ ଦିନ ଗଙ୍ଗା ଘାଟ ସଫା କରିବ। ନିତ୍ୟାନନ୍ଦ ପ୍ରଭୁ କହୁଛନ୍ତି ଗଙ୍ଗା ଘାଟ ସଫା କରିବ, ଆଉ ଗଙ୍ଗା ଘାଟ ତୁମ୍ଭେ ସ୍ୱଚ୍ଛ କର ହେ ସଦାୟ, ଗଙ୍ଗା ଘାଟ ସଫା କର। ସୁଖେ ଲୁକେ ଯେବେ କରିବେ ଗଙ୍ଗା ସ୍ନାନ, ସୁଖରେ ଆନନ୍ଦରେ ଯେତେବେଳେ ଗଙ୍ଗା ସ୍ନାନ କରିବେ, ତତ କ୍ଷଣେ ତୁମ୍ଭଙ୍କୁ ସର୍ବେ କରିବେ କଲ୍ୟାଣ, ସମସ୍ତେ ତମ ଉପରେ କଲ୍ୟାଣ କରିବେ, କୃପା କରିବେ, ଦୟା କରିବେ। କାହିଁକିନା ତମେ ଯାହା ପ୍ରତି ଭାବୁଛ ଅପରାଧ କରିଛ ତମେ ଜାଣିନ, କିନ୍ତୁ ସେ ଗଙ୍ଗାକୁ ନିଶ୍ଚିତ ଆସିବ, ସ୍ନାନ କରିବାକୁ ଆସିବ। ଆଗରୁ ତ ଟ୍ୟୁବ୍ ନଥିଲା କି ଗଡ଼ିଆ ନଥିଲା, ସେ ଗଙ୍ଗା ଘାଟରେ ସେ ଗଙ୍ଗା ଜଳରେ ଖାଇବା ପିଇବା ସବୁ ଗଙ୍ଗା ଜଳରେ କରନ୍ତି। ସ୍ତ୍ରୀ ଲୋକମାନେ ଆସିବେ ଗଙ୍ଗାର ଜଳ ନେଇକି ଯିଏ ରୋଷେଇ କରିବେ, ଗାଧେଇବେ, ସବୁ ଗଙ୍ଗାରେ କରନ୍ତି। ସମସ୍ତେ ଗଙ୍ଗାକୁ ସ୍ନାନ କରି ଆସିବେ, ଅପରାଧୀ ଆସିବେ, ଅପରାଧୀ ଆସିବେ, ତମେ ଯାହାଙ୍କୁ ଅପରାଧ କରିଛ ତାଙ୍କ ବି ସେବା ହେଇଯିବ, ସେ ତମ ଉପରେ କୃପା କରିବେ। ଯାହା ଯାହା ଏମାନେ ଦୁର୍ଦାନ୍ତ ଥିଲେ, ଏମାନେ ଇଏ ଥିଲେ ଚୋର ଥିଲେ, ବଦମାସ ଥିଲେ, ଆଜି ଇଏ କେତେ ସଜ୍ଜନ ହେଇଛନ୍ତି, ଭଗବାନଙ୍କର ଭକ୍ତ ହେଇଛନ୍ତି, ଗଙ୍ଗା ସଫା କରୁଛନ୍ତି, ଗଙ୍ଗା ଘାଟ ସଫା କରୁଛନ୍ତି, ପରିଷ୍କାର ପରିଚ୍ଛନ୍ନ କରୁଛନ୍ତି, ସମସ୍ତଙ୍କୁ ପ୍ରଣାମ କରୁଛନ୍ତି। ବା ବା, ସମସ୍ତଙ୍କର କଲ୍ୟାଣ କୃପା ରହିବ। ତତ କ୍ଷଣେ ତୁମ୍ଭଙ୍କୁ ସର୍ବେ କରିବେ କଲ୍ୟାଣ। ଆମେ ଏଇଠି ରଖୁଛୁ, ସରିବ ନାହିଁ, ଏଟା କାଲି ଆମେ ସରିଦେବା ପୁରା, କାଲି ଶୀଘ୍ର ସରିଯିବ। ଏ ସରିଥାନ୍ତା କିନ୍ତୁ 11ଟା 11:30 ହେଇଯିବ, 10:30 ହେଇଯିବ। 10:30 ହେଇଯିବ, କାଲି ଆମେ ସରେଇଦେବା। କାଲି ବୁଧବାର, କାଲି ସରିଗଲା ପରେ ପୁଣି ଶ୍ରୀବାସ ଠାକୁରଙ୍କ ଶାଶୁ କଥା ଶୁଣିବା। ଶ୍ରୀବାସ ଠାକୁରଙ୍କର ଶାଶୁ କଥା, ତାଙ୍କ ପୁତ୍ର କଥା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ।
ଶ୍ରଦ୍ଧା କରି ଏହି ଲୀଳା ଶୁଣ ଭକ୍ତଗଣ, ଏହାର ପ୍ରସାଦ ପାଇବା ଚୈତନ୍ୟ ଚରଣ। ଶୁଣିଲେ ଚୈତନ୍ୟ କଥା ଭକ୍ତି ଫଳ ଧରେ, ଜନ୍ମେ ଜନ୍ମେ ଚୈତନ୍ୟଙ୍କ ସଙ୍ଗବତରେ। ଜଗାଇ ମଧାଇ କଥା ଶୁନେ ଯେଉଁ ଜନ, ଅନାୟାସେ ପାଏ ସେହି ଚୈତନ୍ୟ ଚରଣ। ସାଧୁ ସଙ୍ଗ କୃଷ୍ଣ ନାମ ଏହି ମାତ୍ର ଚାଇ, ସଂସାର ଜିନିତେ ଆର কোন বস্তু ନାହିଁ। ହରେ କୃଷ୍ଣ। ଆଜି ଆମେ ଆଜିର କଥା ଏଇଠି ସମାପ୍ତ କରିବା। ପୁଣି କାଲି ଜଗାଇ ମାଧବଙ୍କ ଲୀଳାକୁ ପୁରା ସମାପ୍ତ ହେଇଯିବ, ସରିଯିବ। ତାପରେ ନୂଆ ଟପିକ ଆରମ୍ଭ ହେଇଯିବ। ହରେ କୃଷ୍ଣ ହରେ କୃଷ୍ଣ। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଭାଗବତ की जय श्री श्री जगाई मधाई की, गौर नित्यानंद की, जगत गुरु शिला प्रभुपाद की, गौर